ଖ୍ରୀଷ୍ଟପ୍ରେମୀ ଭାଇ ଭଉଣୀମାନେ ଆପଣମାନଙ୍କୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରେ। ଆଜି ଯେଉଁ ବିଷୟ ଆମ୍ଭେମାନେ ଆଲୋଚନା କରିବା ତାହା ହେଉଛି ଦରିଦ୍ରତା ଏକ ଅଭିଶାପ ନା ଆଶୀର୍ବାଦ। ଆଉ ଆମେ ଜାଣିଛୁ ସମାଜରେ 25% ଲୋକମାନେ ସବୁବେଳେ ଦରିଦ୍ରତା ମଧ୍ୟ ଦେଇ ଗତି କରନ୍ତି। ଏହା ବ୍ୟତୀତ ଆହୁରି କିଛି ପରସେଣ୍ଟ ଲୋକ ଅଛନ୍ତି ଯେଉଁମାନେ ଜୀବନରେ କେତେକ ଜରୁରୀ ବିଷୟ ପୂରା କରିବା ପାଇଁ ମଧ୍ୟ ଅକ୍ଷମ ହୋଇଥାନ୍ତି। ଯେଭଳି ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଏହିସବୁ ପୂରା କରି ନ ପାରିଲେ ଆମେ ଅଭାବର ସମ୍ମୁଖୀନ ହେଉ ବୋଲି ଆମେ ଜାଣିଥାଉ। ପୁଣି ଏହି ଦରିଦ୍ରତା ମଧ୍ୟ ଦେଇ ଗତି କରୁଥିଲା ବେଳେ ଖ୍ରୀଷ୍ଟିଆନ ଭାବରେ ଆମେ ଏହି ପରିସ୍ଥିତିକୁ କିପରି ଦେଖୁ ବା କିପରି ଭାବରେ ତାହାକୁ ସମ୍ମୁଖାସମ୍ମୁଖୀ ହେବୁ ଏହି ବିଷୟରେ ଆମେମାନେ ଆଲୋଚନା କରିବା। ଆଉ ଆମ୍ଭେମାନେ ଗୋଟିଏ ପଦ ପଢ଼ି ଆରମ୍ଭ କରିବା। ତାହା ଆପଣମାନେ ପାଇବେ ଯାକୁବ ତାର 2:5 ପଦ। ସେଠାରେ ଏହି ପ୍ରକାର ଲେଖାଯାଏ, ହେ ମୋର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସ ରୂପ ଧନରେ ଧନୀ ହେବା ପାଇଁ ପୁଣି ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରିନାହାନ୍ତି? ଦରିଦ୍ରତା ବା ଅଭାବ ପରିସ୍ଥିତିକୁ କେହି ଭଲ ପାଆନ୍ତି ନାହିଁ, ମଧ୍ୟ ତାହା କେହି ପ୍ରାର୍ଥନାରେ ମାଗେ ମଧ୍ୟ ନାହିଁ। ମାତ୍ର ଈଶ୍ୱର ଯାହାକୁ ଯେଉଁ ସ୍ଥାନରେ ରଖିଅଛନ୍ତି ସେଠାରେ ସେ କି ପ୍ରକାର କାର୍ଯ୍ୟ କରେ ବା ପ୍ରତିକ୍ରିୟା କରେ ତାହା ଭିନ୍ନତା ସୃଷ୍ଟି କରିଥାଏ। ସେଥିପାଇଁ ପ୍ରଭୁ ଯୀଶୁ ଯେଉଁ 5 ତୋଡ଼ା, 2 ତୋଡ଼ା ଏବଂ 1 ତୋଡ଼ାର ଉଦାହରଣ ଦେଲେ, ଯଦିଓ ତାହାର ନିଗୁଡ଼ ତତ୍ତ୍ୱ ସ୍ୱର୍ଗ ରାଜ୍ୟର କଥା ପ୍ରକାଶ କରେ, ମାତ୍ର ଏହା ଜଗତର ଦୈନନ୍ଦିନ ଘଟଣାର ଏକ ଅଂଶ ମଧ୍ୟ ଅଟେ। ଉଦାହରଣ ଶେଷରେ ଯାହାକୁ 1 ତୋଡ଼ା ଦିଆଯାଇଥିଲା ତାହାକୁ ପ୍ରଭୁ ଯୀଶୁ କହନ୍ତି ଅକର୍ମଣ୍ୟ ଦାସ, କାରଣ ସେ ତାହା ଲୁଚାଇ ରଖିଥିଲା। ମାତ୍ର ଈଶ୍ୱରଙ୍କ ଇଚ୍ଛା ଯେ ଆମକୁ ଯାହା ପ୍ରାପ୍ତ ହୋଇଛି ତାହାକୁ କେତେ ଦକ୍ଷତାର ସହ ଆମେ ବ୍ୟବହାର କରୁ, କାରଣ ଏହି ଜଗତରେ ଆମ୍ଭମାନଙ୍କଠାରେ କ'ଣ ଅଛି ବା ନାହିଁ ତାହା ଈଶ୍ୱରଙ୍କଠାରୁ ଗୁପ୍ତ ନୁହେଁ। ସେଦିନ ସେହି ସାରିଫତ ବିଧବାର ଘରର ଠିକଣାଠୁ ନେଇ ତାର ଦୟନୀୟ ପରିସ୍ଥିତି ମଧ୍ୟ ଈଶ୍ୱରଙ୍କୁ ଜଣାଥିଲା। ତଥାପି ଈଶ୍ୱର ଏଲିୟଙ୍କୁ ପ୍ରତିପୋଷିତ ହେବା ପାଇଁ ସେଠାକୁ ପଠାଇଥିଲେ। ଆଉ ଈଶ୍ୱର ଆମ ମସ୍ତକର ସମସ୍ତ କେଶ ହିଁ ଗଣନା କରିଅଛନ୍ତି। ସେ ଆମ୍ଭମାନଙ୍କ ଜନ୍ମ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଅଛନ୍ତି। ସେ ଆମ୍ଭମାନଙ୍କ ନାମ ଜାଣିଅଛନ୍ତି। ସେ ଆମ୍ଭମାନଙ୍କ ହୃଦୟର କଳ୍ପନାକୁ ସେ ବୁଝୁଅଛନ୍ତି। ସେ ଆମ୍ଭମାନଙ୍କ ବ୍ୟସ୍ତତାବହୁଳ ଜୀବନ ଓ ମନର ଗତି ସେ ଦେଖନ୍ତି। ଆମ୍ଭମାନଙ୍କ ଦୁର୍ବଳତା ଓ ଦୁଃଖର ଦିନ ତାହାଙ୍କଠାରୁ ଅଗୋଚର ନୁହେଁ। ଆଉ ପ୍ରଭୁ ଯୀଶୁ ଯେତେବେଳେ ଏହି ପୃଥିବୀରେ ସେବା କାର୍ଯ୍ୟ କରୁଥିଲେ ସେତେବେଳେ ସେ ଗରିବ ବା ଦରିଦ୍ରମାନଙ୍କ ବିଷୟରେ କ'ଣ କ'ଣ କହିଲେ ତାହା ଆମେ ଅଳ୍ପ ସମୟ ଦେଖିବା। ଯଦି ମାଥିଉ 11:5 ପଢ଼ିବେ ସେଠାରେ ଲେଖାଯାଏ ଯେ ପ୍ରଭୁ ଯୀଶୁ କହନ୍ତି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ। ଲୁକ୍ 18:22 ପ୍ରଭୁ ଯୀଶୁ କହନ୍ତି ଯେ ଦରିଦ୍ରମାନଙ୍କୁ ଦାନ କଲେ ସ୍ୱର୍ଗରେ ଧନ ପାଇବ। ମାର୍କ 12:42 ପ୍ରଭୁ ଯୀଶୁ ଏକ ଦରିଦ୍ର ବିଧବାର ଦାନ ବିଷୟରେ କହନ୍ତି ଯାହା ଗ୍ରହଣଯୋଗ୍ୟ ହେଲା। ଲୁକ୍ ତାର 14:13-14 ପଢ଼ିଲେ ଜଣାଯାଏ ଯେ ପ୍ରଭୁ ଯୀଶୁ କହନ୍ତି ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର, ତାହେଲେ ତୁମେମାନେ ଧନ୍ୟ ହେବ। ଲୁକ୍ 14:21 ପ୍ରଭୁ ଯୀଶୁ ଏକ ଉଦାହରଣ ଦେଲେ ଯେ ଜଣେ ବ୍ୟକ୍ତି ମହାଭୋଜ ପ୍ରସ୍ତୁତ କଲେ, କିନ୍ତୁ ନିମନ୍ତ୍ରିତ ଲୋକେ ନ ଆସିବାରୁ ସେ ଦରିଦ୍ରମାନଙ୍କୁ ଆହ୍ୱାନ କରନ୍ତି। ଆଉ ଆମେ ସେହି ଦରିଦ୍ର ଲାଜାର ଯିଏକି ଭିକାରୀ ଅବସ୍ଥାରେ ଥିଲା ତାହାର ଶେଷ ପରିସ୍ଥିତି ବିଷୟରେ ଆମେ ଜାଣିଛୁ। ପୁଣି ସେ ଯେ ଅବ୍ରାହମଙ୍କ କୋଳରେ ସ୍ଥାନ ପାଇଲା ଏହା ଲୁକ୍ 16 ଲେଖାଯାଇଅଛି। ତେଣୁ ପ୍ରଭୁ ଯୀଶୁଙ୍କ ସେବା କାର୍ଯ୍ୟରେ ଦରିଦ୍ରମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଥିବାର ଆମେ ଦେଖୁଅଛୁ। ମାତ୍ର ଅପର ପକ୍ଷରେ ଧନୀମାନଙ୍କ ବିଷୟରେ ପ୍ରଭୁ ଯୀଶୁ ଏତେ ଉତ୍ତମ ବିବରଣୀ ଦେଇନାହାନ୍ତି। ଆଉ ଦରିଦ୍ରମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଂଶୀ, ସେମାନେ ଯେ ମହାଭୋଜର ଅଧିକାରୀ, ପୁଣି ସେମାନଙ୍କ ଦାନ ଯେ ଈଶ୍ୱରଙ୍କଠାରେ ସ୍ୱୀକୃତ, ଆଉ ଅବ୍ରାହମଙ୍କ କୋଳରେ ସ୍ଥାନ ସୁରକ୍ଷିତ ଇତ୍ୟାଦି ଆମେ ଦେଖୁଅଛୁ। ତେଣୁ ଦରିଦ୍ରତା ମଧ୍ୟ ଦେଇ ଗତି କରିବା କେବେ ବି ଅଭିଶାପର ସମୟ ନୁହେଁ। କେହି କେହି ଈଶ୍ୱରଙ୍କ ଅନୁଗ୍ରହ ଦାନକୁ ବୁଝିପାରନ୍ତି ନାହିଁ, କାରଣ ଏହି ସମୟମାନଙ୍କରେ ଈଶ୍ୱରଙ୍କ ଉପରେ ଆଶା ସ୍ଥାପନ କରିବା, ଆକୁଳ ବ୍ୟାକୁଳ ହୋଇ ପ୍ରାର୍ଥନା କରିବା, ପୁଣି ହଜାର ହଜାର ସୁନା ଓ ରୂପା ଅପେକ୍ଷା ଈଶ୍ୱରଙ୍କ ମୁଖର ବାକ୍ୟ ଯେ ଅତି ଉତ୍ତମ ଓ ମନୋହର, ପୁଣି ତାହା ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଯେ ବାଞ୍ଛନୀୟ, ଆଉ ମଧୁ ଓ ମଧୁଚାକଠାରୁ ସୁମିଷ୍ଟ, ଏହା ସେମାନେ ଅନୁଭବ କରନ୍ତି। ଆଉ ଏହାଦ୍ୱାରା ହିଁ ପ୍ରକୃତ ସତ୍ୟ ଉପାସନା ଏବଂ ଈଶ୍ୱରଙ୍କ ସହିତ ପ୍ରକୃତ ସହଭାଗିତା ସୃଷ୍ଟି ହୋଇଥାଏ। ଆଉ ଆମେ ସାଧୁ ପାଉଲଙ୍କର କିଛି ଉତ୍ସାହଜନକ ବାକ୍ୟ ଦେଖିବା। ସାଧୁ ପାଉଲ ଜେରୁସାଲେମରେ ଥିବା ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର ସେମାନଙ୍କ ପାଇଁ କିଛି ଦାନ ସଂଗ୍ରହ କରିବା ପାଇଁ ସେ ଲେଖନ୍ତି, ଯାହା ଆପଣମାନେ ରୋମିଓ 15:26 ପାଇବେ। ପୁଣି
ପ୍ରଭୁ ଯୀଶୁଙ୍କ ଶିଷ୍ୟ ଯାକୁବ, କେଫା, ଜହନ ପାଉଲଙ୍କୁ ଦରିଦ୍ରମାନଙ୍କୁ ସ୍ମରଣ କରିବା ପାଇଁ କହିଥିଲେ। ଆଉ ଏହା କରିବା ପାଇଁ ସାଧୁ ପାଉଲ ଉଦ୍ୟୋଗୀ ମଧ୍ୟ ଥିଲେ ବୋଲି ସେ କହନ୍ତି। ତାହା ଗାଲାତୀୟ 2:9-10 ମଧ୍ୟରେ ପାଇବେ। ପୁଣି ଦ୍ୱିତୀୟ କରନ୍ଥୀୟ 8:2 ସାଧୁ ପାଉଲ କହନ୍ତି ଯେ ଭୀଷଣ ଦାରିଦ୍ରତା ମଧ୍ୟରେ ପ୍ରଚୁର ଭାବେ ଅସୀମ ବଦାନ୍ୟତାର କାର୍ଯ୍ୟ ହୋଇଅଛି। ପୁଣି ଦ୍ୱିତୀୟ କରନ୍ଥୀୟ 8:9 ସାଧୁ ପାଉଲ କହନ୍ତି, କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେମାନେ ଜାଣ, ତୁମେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। ଏହାର ଅର୍ଥ ଖ୍ରୀଷ୍ଟଙ୍କ ଦରିଦ୍ରତା ଦ୍ୱାରା ଆମ୍ଭେମାନେ ଧନବାନ, ଅର୍ଥାତ୍ ଆମେ ଖ୍ରୀଷ୍ଟ ଧନ ପ୍ରାପ୍ତ ହେଲୁ। କେହି କେହି ଏହାକୁ ଭୁଲ ବୁଝନ୍ତି ଓ ଭାବନ୍ତି ଯେ ପ୍ରଭୁ ଯୀଶୁ କ୍ରୁଶରେ ମଲେ, ତେଣୁ ଦରିଦ୍ରତା ସମ୍ପୂର୍ଣ୍ଣ ରୂପେ ଲୋପ ହେଲା ଆଉ ଆମେ ଆଜି ଜଗତରେ ଧନବାନ ହେବା। ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଚିନ୍ତାଧାରା। ମାତ୍ର ଏହା କେଉଁ ପ୍ରକାର ଧନ ତାହା ଅଳ୍ପରେ ମୁଁ ଏଠାରେ କହିବା ପାଇଁ ଚାହେଁ, ଯାହା ଆପଣମାନେ ଏଫିସିୟ 3:8 ଆଉ ଏଫିସିୟ 3:16 ପାଇବେ ଯେ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ଅର୍ଥାତ୍ ଖ୍ରୀଷ୍ଟ ରୂପ ଧନ। କଲୋସ୍ୟ 1:37 ତାହା ଆପଣମାନେ ପାଇବେ ଯେ ଗୌରବ ରୂପ ଧନ। ଯାକୁବ ତାର 2:5 ପାଇବେ ତାହା ହେଉଛି ବିଶ୍ୱାସ ରୂପ ଧନ। ପ୍ରଥମ ତିମୋଥୀ 6:18 ପାଇବେ ତାହା ହେଉଛି ସତ୍କର୍ମରେ ଧନୀ ହେବା। ପୁଣି ରୋମିଓ ତାର 2:4 ଆପଣମାନେ ପାଇବେ ଯେ କୃପା, ଧୈର୍ଯ୍ୟ ଓ ଚିର ସହିଷ୍ଣୁତା ରୂପ ଧନ। ଏଫିସିୟ 2:7 ଏବଂ ଏଫିସିୟ 1:7-8 ମଧ୍ୟରେ ପାଇବେ ତାହା ହେଉଛି ଅନୁଗ୍ରହରେ ଧନବାନ। କଲୋସ୍ୟ 2:3 ପାଇବେ ଯେ ଜ୍ଞାନ ରୂପ ଧନ। ଆଉ ଶେଷରେ ଆମେ ଅବ୍ରାହମଙ୍କ ବିଷୟ ଭାବି ଦେଖିବା, ଯେ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା କରି କରି ସାରା ଜୀବନ ତମ୍ବୁ ପରି ଏକ ଗୃହରେ ସେ ବିତାଇ ଦେଲେ। କାରଣ ଯେଉଁ ନଗର ଭିତ୍ତିମୂଳ ବିଶିଷ୍ଟ, ପୁଣି ଯାହାର ଶିଳ୍ପୀ ଅନିର୍ମାଣକର୍ତ୍ତା ସ୍ୱୟଂ ଈଶ୍ୱର, ସେ ତହିଁର ଅପେକ୍ଷାରେ ଥିଲେ। ଆଉ ଏହା ଆପଣମାନେ ଏବ୍ରୀ ତାର 11:10 ପାଇବେ। ଆଉ ମଶାଙ୍କ ବିଷୟରେ ଏହି ପ୍ରକାର ଲେଖାଯାଏ, ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ। ପୁଣି ମିଶ୍ୱରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ଏହା ଏବ୍ରୀ ତାର 11:25-26 ମଧ୍ୟରେ ଆପଣମାନେ ପାଇବେ। ତେଣୁ ଈଶ୍ୱରଙ୍କ ଲୋକମାନେ ଧନରେ ମନ ଦିଅନ୍ତି ନାହିଁ, କାରଣ ଯେଉଁଠାରେ ଧନ ସେଠାରେ ମନ। ପୁଣି ଈଶ୍ୱରଙ୍କୁ ଓ ଧନକୁ ଉଭୟକୁ ସନ୍ତୁଷ୍ଟ କରିବା ଅସମ୍ଭବ। ପୁଣି ଦାଉଦ କେବେ ଧାର୍ମିକକୁ ପରିତ୍ୟକ୍ତ ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖିନାହାନ୍ତି। ତେଣୁ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନା ଆମ ଜୀବନରେ ଧାର୍ମିକ ଜୀବନକୁ ସୁଦୃଢ଼ କରେ। ଆଉ ଥରେ ବାକ୍ୟ ଅଧ୍ୟୟନ ଆରମ୍ଭ କଲେ ତାହା ଅଳ୍ପ ବୁଦ୍ଧି ଲୋକକୁ ଜ୍ଞାନବାନ କରିଦିଏ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ। ଆଉ ସେହି ବାକ୍ୟ ହିଁ ଆମ୍ଭମାନଙ୍କୁ ବିଭିନ୍ନ ପ୍ରକାର ବନ୍ଧନରୁ ମୁକ୍ତ କରେ। ଏହି ବାକ୍ୟ ଆମ ଜୀବନରେ ଥିବା ଅଳସୁଆ ଗୁଣକୁ ଦୂର କରିଦିଏ। ତେଣୁ ଖ୍ରୀଷ୍ଟଙ୍କ ଲୋକ ଭାବରେ ଆମ୍ଭମାନଙ୍କ ହସ୍ତରେ ଯେକୌଣସି କାର୍ଯ୍ୟ କରିବାକୁ ଆସେ, ତାହାକୁ ଆମେମାନେ ଶକ୍ତିର ସହକାରେ କରିବାର ଆବଶ୍ୟକତା ଅଛି। ଆଉ ଫିଲିପିୟ 4:19 ଅନୁସାରେ ପ୍ରଭୁ ଯୀଶୁ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ଆମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂର୍ଣ୍ଣ କରିବେ। ତେଣୁ ଯେଉଁ ସମୟ ଦେଇ ଆଜି ଆମେ ଗତି କରୁ, ତାହା ଆମ ପାଇଁ ଈଶ୍ୱର ନିରୂପଣ କରିଅଛନ୍ତି। ସେଥିରେ ଆମେ ଆନନ୍ଦ କରୁ। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଆମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।